କାକରା ପିଠାଟି ଆମ ସବୁ ଓଡ଼ିଆଙ୍କ ପସନ୍ଦର ପିଠାମାନଙ୍କ ମଧ୍ୟରୁ ଅନ୍ୟତମ। ଆଜି ଚାଲନ୍ତୁ ଦେଖିବା ଏହି ପିଠାର ପ୍ରସ୍ତୁତି ପ୍ରଣାଳୀ। ମୁଁ ଆକୁ ପୁରା ମେଜରମେଣ୍ଟ ସହ ଆପଣଙ୍କ ସାଙ୍ଗରେ ଡେସ୍କ୍ରାଇବ୍ କରିବି, ଯେମିତିକି ଜଣେ ନ୍ୟୁ କମର୍ ବି ଆକୁ ଆରାମସେ ତିଆରି କରିପାରିବେ। ହାଇ ହ୍ୟାଲୋ ନମସ୍କାର, ମୁଁ ଦୀପ୍ତି। ମୁଁ ନୋଇଡା ଏକ୍ସଟେନସନରେ ଚଲାଉଛି ନିଜର କ୍ଲାଉଡ୍ କିଚେନ୍। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ମୁଁ ଏଠି କିଛି ଚିନି ନେଇଛି, ଗୋଟେ ନଡ଼ିଆ, ଗୋଟେ ମିଡ଼ିୟମ୍ ସାଇଜ୍ର ନଡ଼ିଆ ନେଇଛି। ସେଥିରେ ପାଖାପାଖି 1ରୁ 1.5 କପ୍ ଚିନି ଲାଗିବ। ଆଉ ତା ସାଙ୍ଗରେ ଚିନିରେ ମୁଁ ପ୍ରଥମେ ଟିକେ ପାଣି ଦେଇଦେଲି, ନହେଲେ ସେଇଟା କାଠ ମାନେ ହାଡ଼ ଟାଇପ୍ର ହେଇଯିବ। ଆଉ ଆପଣମାନେ ପ୍ରଥମେ ନଡ଼ିଆ ପକାଇକି ସାଙ୍ଗେ ସାଙ୍ଗେ ବି ଚିନି ଆଡ଼୍ କରିପାରିବେ। ଦୁଇଟାକ ପ୍ରୋସେସ୍ ସମାନ। ମୁଁ ପ୍ରଥମେ ଅଳ୍ପ ଟିକେ ଚିନି ଆଡ଼୍ କରି ତାପରେ ନଡ଼ିଆକୁ ଆଡ଼୍ କରିଛି। ଆପଣମାନେ ଏହାକୁ ଚାହିଁଲେ ଚାଖି ବି ପାରିବେ। ଆଉ କିଛି ସମୟ ପରେ ମୁଁ ଏଥିରେ ଗୋଲମରିଚ ପାଉଡ଼ର ଆଉ ଛୋଟି ଇଲାଇଚି ଯେଉଁଟା କହନ୍ତି ବା ଗ୍ରୀନ୍ ଇଲାଇଚି ଯେଉଁଟା କହନ୍ତି, ତାର ପାଉଡ଼ରକୁ ଆଡ଼୍ କରିଦେଇଛି। ଆପଣମାନେ ଚାହିଁଲେ ଦୁଇଟାକୁ ଏକାଠି ମଧ୍ୟ କୁଟିକି ଆଡ଼୍ କରିପାରିବେ। ପାଉଡ଼ର ଦୁଇଟାକର ମୁଁ ରଖେ ନର୍ମାଲି, ମୋ ୟୁଜ୍ ମୋର ବହୁତ ହୁଏ ବୋଲି, ତ ସେଇଟା ମୁଁ ଆଡ଼୍ କରିଦେଇଛି। ଆପଣମାନେ ତାକୁ ଗୋଟା କୁଟିକି ହେମଦସ୍ତାରେ ମଧ୍ୟ ଆଡ଼୍ କରିପାରିବେ। ଆଉ ଆକୁ ପାଖାପାଖି ଏଇଟା ଆମର ପ୍ରିପାରେସନ୍ ହେବାକୁ 20 ମିନିଟ୍ ଲାଗିଯାଏ। ତାକୁ ଟିକେ କଣ୍ଟିନ୍ୟୁ ଚଲେଇବା ପାଇଁ ପଡ଼େ। ଚିନିଟା ଧୀରେ ଧୀରେ ମେଲ୍ଟ ହେଇକି ଆମର ନଡ଼ିଆ ସାଙ୍ଗରେ ମିଶିଯାଏ। ଏବେ ଦେଖନ୍ତୁ ଏଇଟା ଧୀରେ ଧୀରେ ଆମର ଜରି ଆସିଲାଣି। ମୁଁ ତାକୁ ଗୋଟେ ପ୍ଲେଟ୍କୁ କାଢ଼ିଦେଲି। ଆମର ରେଡ଼ି ହେଇଯାଇଥିଲା। ଏବେ ସେମ୍ କଡ଼େଇରେ ମୁଁ ପାଣି ଆଡ଼୍ କରିଦେଇଛି। ମୁଁ ଏଠି 1.5 କପ୍ ସୁଜି ନେବି, ସେଥିପାଇଁ ମୁଁ 3 କପ୍ ପାଣି ଦେଇଛି। ଆପଣମାନେ 3 କପ୍ରୁ ଟିକେ ଦିଅନ୍ତୁ, ୟା ତ 3 କପ୍ ପାଣି ଗରମ କରିଦିଅନ୍ତୁ। ସେଥିରୁ ଅଳ୍ପ ଟିକେ ପାଣି କାଢ଼ି ଦିଅନ୍ତୁ, ତାପରେ ସେଥିରେ ସୁଜି ଆଡ଼୍ କରନ୍ତୁ। ଯଦି ଦରକାର ହେଲା ଆପଣମାନେ ପଛରେ ରଖିଥିବା ଗରମ ପାଣିକୁ ଆଡ଼୍ କରିବେ। ଆଉ ଏଠି ମୁଁ ସୁଜି ପାଇଁ 1/2 କପ୍ ଚିନି ଆଡ଼୍ କରିନେଇଛି। ଗରମ ପାଣିଟା କାଢ଼ିକି ରଖିଦେଲେ ଯଦି ପଛରେ ସର୍ଟେଜ୍ ପଡ଼ିବ ଆମେ ପାଣିଟାକୁ ଆଡ଼୍ କରିପାରିବା। ସେଥିପାଇଁ ଏଠି ମୁଁ 1.5 କପ୍ ଏବେ ସୁଜି ମାପି ନେଇଛି। ସୁଜିକୁ ମୁଁ ପ୍ରଥମେ 1.5 କପ୍ ଗୋଟେ ବଡ଼ ବାଉଲରେ କରିନେବି ମାପିକି। ଆଉ ତାପରେ ଦେଖନ୍ତୁ ସୁଜିକି ଆଡ଼୍ କରନ୍ତୁ। ଅଳ୍ପ ଅଳ୍ପ ସୁଜି ଆଡ଼୍ କରିକି ଆପଣ ଘାଣ୍ଟି ନିଅନ୍ତୁ। ମୁଁ ଏଠି ଏକାଥରେ ଆଡ଼୍ କରିଦେଲି। ଆପଣମାନେ ଅଳ୍ପ ଅଳ୍ପ ଆଡ଼୍ କରିକି ଘାଣ୍ଟନ୍ତୁ, ବହୁତ ଭଲ ରହିବ। ତାପରେ ପୁଣି ଆଡ଼୍ କରନ୍ତୁ, ପୁଣି ଘାଣ୍ଟନ୍ତୁ। ଏମିତି ଭାବରେ କଲେ, ଗୋଟେ ହାତରେ ସୁଜି ଆଡ଼୍ କରିକି ବା 2 ଜଣ ଲୋକ କଲେ ଏଇଟା ବହୁତ ଭଲ ଭାବରେ ହେଇଥାଏ। ତ ମୁଁ ତ ଏକୁଟିଆ ଯେହେତୁ ଥିଲି, ମୋତେ ଟିକେ ପ୍ରୋବ୍ଲେମ୍ ହେଲା। ଆଉ ମୁଁ ଟିକେ କମ୍ ଆମାଉଣ୍ଟ କରେ, ଆଜି ଟିକେ ଅଧିକ ଆମାଉଣ୍ଟ। ଆପଣ ଯଦି ଷ୍ଟାର୍ଟିଂ କରୁଛନ୍ତି ତାହେଲେ ଅଧ କଟୋରୀ ସୁଜିରୁ ଷ୍ଟାର୍ଟ କରନ୍ତୁ, ବହୁତ ଭଲ ବନିବ। ଟିକେ ଆମାଉଣ୍ଟ ଅଧିକା ହେଇଗଲେ ସେଥିରେ ଟିକେ ବିଣ୍ଡା ଆସିଯାଏ। ସେଟାକୁ ବିଣ୍ଡା ହିଁ କୁହନ୍ତି, ଯେଉଁଟା ଟିକେ ମାନେ ସୁଜି କଞ୍ଚା ହେଇକି ଭିତରେ ରହିଯାଏ, ଯେଉଁଟା ଭିତରେ ପାଣି ପଶି ପାରେନି। କେଉଁ ଏରିଆରେ କ'ଣ କୁହନ୍ତି, ସେଠୁ ବହୁତ ज़्यादा କଣ୍ଟ୍ରୋଭର୍ସି ହେଉଛି ଲାଙ୍ଗୁଏଜକୁ ନେଇକି। ତ ଛାଡ଼ନ୍ତୁ। ଆଉ ତାପରେ ଦେଖନ୍ତୁ ଏଠି ମୁଁ ଆଡ଼୍ କରିଦେଇଛି, ସୁଜିକୁ କାଢ଼ି ଦେଇଛି। ଏବେ ଆମେ ଥଣ୍ଡା ହେବାକୁ ଅଳ୍ପ ଟିକେ ସୁଜିକୁ ଆଉ ଗୋଟେ ଅଲଗା ବାଉଲକୁ କାଢ଼ି ନେବା। ବାକିକୁ ଏମିତି ଭାବରେ ଢାଙ୍କିକି ରଖିଦେବା, ନହେଲେ ପୁରା ସୁଜିଟା ଶୁଖିଯିବ। 10ଟା ପାଖାପାଖି ପିଠା ଯେମିତି ହେବ ସେତିକି ଖଣ୍ଡେ ସୁଜି ଆମେ କାଢ଼ି ନେବା ପ୍ରଥମେ। ଆଉ ମୁଁ ଯେଉଁ ପ୍ରପୋର୍ସନରେ କହିଲି ଆପଣମାନେ ସେଇ ପ୍ରପୋର୍ସନରେ ପାଣି ଦେବେ। ଆଉ ହାଲକା ଟିକେ ଓଦା ହାତ ହେଇକି ଆକୁ ଆମେ ଚକଟିବା। ଆଉ ଯେମିତି ଆ ଭିତରୁ ସବୁ କ୍ରାକ୍ ପଳେଇବ ସୁଜିରୁ, ତାପରେ ଆମେ ତାକୁ ଏମିତି ହାତରେ ନେଇକି, ଆପଣଙ୍କୁ ଯଦି ଟିକେ ସଫ୍ଟ ଲାଗୁନି ହାତରେ ତାକୁ ଆପଣ ଆଉ ଟିକେ ଚକଟି ପାରିବେ। ହାତରେ ଚକଟିକି ତାକୁ ଏମିତି ରାଉଣ୍ଡ ଗୋଲ ଗୋଲ କରିଦେବେ। ତାପରେ ଏମିତି ଯେମିତି ପୁର ଦେଇକି ଗଢ଼ନ୍ତି ସେମିତି ମଝିରେ କଣା କରିଦେଇକି ଧୀରେ 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 ତାକୁ କାଞ୍ଚି ଟାଇପ୍ର କରିବେ, ମାନେ କଟୋରୀ ଟାଇପ୍ର ଯେମିତି ମାଟିରେ ବନାନ୍ତି। ଆଉ ତାପରେ ତାର ସାଇଡ଼୍କୁ ଏମିତି ଧୀରେ ଧୀରେ ବୁଢ଼ା ଆଙ୍ଗୁଠିରେ ଆପଣଙ୍କୁ ଉଠାଇବା ପାଇଁ ପଡ଼ିବ। ଆଉ ଏମିତି ଭାବରେ ଏଇଟା ରାଉଣ୍ଡ କରିକି ତାକୁ ଭଲ ଭାବରେ, ଯେମିତି କିଛି କ୍ରାକ୍ ରହିବନି ସେମିତି ଭାବରେ ତାକୁ ଭଲ ଭାବରେ କ୍ଲୋଜ୍ କରିକି ରାଉଣ୍ଡ କରିଦେବେ। ଏମିତି ଭାବରେ ବାକି ସବୁ ପିଠାକୁ ଆମେ ଗଢ଼ି ନେବା। ତାପରେ ଏଠି ପିଠା ଛାଣିବାର ବାରି। ମୁଁ ମିଡ଼ିୟମ୍ ଫ୍ଲେମ୍ରେ ତେଲକୁ ଗରମ କରି ନେଇଥିଲି 10ରୁ 15 ମିନିଟ୍ ପୂର୍ବରୁ। ଏବେ ମୁଁ ଆଡ଼୍ କରିଦେଇଛି ସେଥିରେ କାକେରାକୁ। ବେଶୀ ଗରମ ହେଇଯାଇଥିଲା ତେଲଟା, ତେଣୁ ମୁଁ ବନ୍ଦ କରିଦେଇଥିଲି। ପଛରେ ଆଉ ଥରେ ତାକୁ ପୁଣି ଥରେ ଗ୍ୟାସ୍କୁ ଅନ୍ କରିଦେଲି। ଏମିତି ଧୀରେ ଧୀରେ ସେଇଟା ଗୋଲ୍ଡେନ୍ ବ୍ରାଉନ୍ ହେଇ ଆସିବ। ଆପଣଙ୍କୁ ପାଖରେ ରହିବା ପାଇଁ ପଡ଼ିବ, ଯଦି ଛାଡ଼ି ପଳେଇବେ ହୁଏତ ପୋଡ଼ି ଯାଇପାରେ। ୟା ତ ଲୋ ଫ୍ଲେମ୍ରେ ଯଦି ବସେଇଦେବେ ତେବେ ବି ପିଠା ଫାଟିଯିବ। ହାଇ ଫ୍ଲେମ୍ରେ ଯଦି ତିଆରି କରୁଛନ୍ତି ତାହେଲେ ପିଠା କୁକ୍ ହେବନି। ତ ଏମିତି ଭାବରେ ମିଡ଼ିୟମ୍ ଫ୍ଲେମ୍ରେ ଆମକୁ ଆକୁ କୁକ୍ କରିବା ପାଇଁ ପଡ଼ିବ। ଦେଖନ୍ତୁ ଏବେ 2 ସାଇଡ଼୍ ବହୁତ ଭଲ ଭାବରେ ଗୋଲ୍ଡେନ୍ କଲର୍ ହେଇଗଲାଣି। ଆକୁ ବାରମ୍ବାର ତଳ ଉପର କରିକି ଓଲଟେଇବାକୁ ପଡ଼ିବ, 1-2 ଥର। ଯଦି ଗୋଟେ ଥର ହେଇଯାଉଛି ଭଲ କଥା, ନହେଲେ ଆପଣ 2 ଥରରେ ବି ଆଗ ଗୋଟେ ଥର ଓଲଟାନ୍ତୁ। କିଛି ସମୟ ଗୋଟେ ସାଇଡ଼୍ କୁକ୍ କଲା ପରେ ତାକୁ ପୁଣି ଓଲଟେଇ ଦିଅନ୍ତୁ, ପୁଣି ଆଉ ଗୋଟେ ସାଇଡ଼୍ କୁକ୍ କରନ୍ତୁ, ପୁଣି ତାକୁ ଓଲଟେଇ ଦିଅନ୍ତୁ। ଏମିତି ଭାବରେ ଆମେ ୟାକୁ
बनै नवा देखंतु बहुत भल गोल्डन कलर आसीची एटा ही होची परफेक्ट कुक हबार निशानी तार आ जेमती ऊपर ब्लैक पड़िबनी बेले बेले ब्लैक पड़ जाए अधिका फ्लेम थिले बाकी पिठा को हमें समान प्रोसेस रे छाणी नवा प्रोसेस सही सेम माउथरे आपण मानक पई रिपीट कर दउची लो रु मीडियम फ्लेम रे मतलब मीडियम फ्लेम रे ही आकु आपण को छाणीबा को पड़िबो आउ सेठी ठिया है कि छाणिया को पड़िबो थरे दुई थर ताको पलटेबा को पड़िबो बिल्कुल भी लो फ्लेम रे पिठा को पकेबेनी लो फ्लेम रे पिठा को पकेले पिठा फाटी जिवो आ सब नड़िया ता भितर बाहरी आसीबो आ सुजी बहुत तेल टाइन नबो एबे देखंतु पिठा हमर रेडी हो जाइछि यदि रेसिपी पसंद आसीछि ते वीडियो लाइक और शेयर करि नेबे आगकू एमिति सब रेसिपी पई आपण माने मोर चैनल को सब्सक्राइब मध्य करि नियंतु आज पई वीडियो रे एतिकी।